सबुदिन ପାଇଁ ଆଖି ବୁଜି ଦେଇଛନ୍ତି ଖ୍ୟାତିନାମା ଗାୟିକା ଆଶା ଭୋସଲେ। 92 ବର୍ଷ ବୟସରେ ଆଖି ବୁଜିଲେ ଆଶା ଭୋସଲେ। ତାଙ୍କ ବିୟୋଗକୁ ନେଇ ସାରା ଦେଶ ସ୍ତବ୍ଧ। ଏହି ଅବସରରେ ପୁରୀ ବେଳାଭୂମିରେ ନୀଳାଦ୍ରି ବିଚ୍ରେ ଆନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଲୁକା ଚିତ୍ରକଳାରେ ଆଶାଜୀଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଥିବା ବେଳେ ବୀଣାକୁ ମଧ୍ୟ ସ୍ଥାନ ଦିଆଯାଇଛି। ଆଶା ଭୋସଲେ ପରଲୋକ ଭାରତ ପାଇଁ ଅପୂରଣୀୟ କ୍ଷତି। ସେ 70 ବର୍ଷ ଧରି ସଙ୍ଗୀତ ଦୁନିଆରେ ଆକ୍ଟିଭ୍ ରହିଥିଲେ। ସେ ଭିନ୍ନ ଭିନ୍ନ ଭାଷାରେ 1000ରୁ ଅଧିକ ଗୀତ ଗାଇଛନ୍ତି। ତାଙ୍କୁ 2000 ମସିହାରେ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଥିଲା। ସେହିପରି 2008 ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେବଳ ଭାରତ ନୁହେଁ, ବିଶ୍ୱବ୍ୟାପୀରେ ସେ ଥିଲେ ଜଣେ ପରିଚିତ କଣ୍ଠଶିଳ୍ପୀ। ଭାରତବର୍ଷ ଏକ ଅମୂଲ୍ୟ ରତ୍ନକୁ ହରାଇବା ସହ ଏକ ଅପୂରଣୀୟ କ୍ଷତି ସହିଛି ବୋଲି କହିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।